ଆମର ଆଜିକି 120 ଦିନ ହେଲା ଦୀର୍ଘ ଆମ କୋଶଳା ଗାଁରୁ 5 ଜଣ ଜେଲ୍ ଭିତରେ ଅଛନ୍ତି। ସେମାନେ ତାଙ୍କ ପାଇଁ କିଛି କରୁନଥିଲେ। ଆମ ପ୍ରଜାମାନଙ୍କ ପାଇଁ, ଆମର ସୁରକ୍ଷା ପାଇଁ, ଆମର ଜାତିର ସୁରକ୍ଷା ପାଇଁ, ଆମର ଗାଁର ସୁରକ୍ଷା ପାଇଁ ସେମାନେ ଆନ୍ଦୋଳନରେ ବସିଥିଲେ। କିନ୍ତୁ ଦୀର୍ଘ 125 ଦିନ ହେଲା ସେମାନଙ୍କୁ ନେଇ ଜେଲ୍ ଭିତରେ ରଖା ହେଇଛି। ଆମର ସେଇଥିପାଇଁ ଆଜି କଂଗ୍ରେସ ତରଫରୁ ଆମେ ବନ୍ଦ ଡାକରା ଦେଇଛୁ ଯେ ସେମାନଙ୍କୁ କେବଳ ସେଇଠୁ ମୁକ୍ତି କରାଯାଉ। ଯଦି ସେଥିରୁ ସେ ମୁକ୍ତି ନ ହୁଅନ୍ତି ଆଗାମୀ ଦିନରେ କଂଗ୍ରେସ ଆହୁରି ଜୋରଦାର ଆନ୍ଦୋଳନ କରିବ ଏବଂ ଆନ୍ଦୋଳନ ସହିତ ସାରା ଓଡ଼ିଶା ପାଇଁ ବନ୍ଦ ଡାକରା ଦେବ। ସେଥିପାଇଁ ଆମେ କୋଶଳାବାସୀ ଏବଂ ସମସ୍ତ କଂଗ୍ରେସ ଭାଇମାନେ ମିଶି ଆଜି এই ବନ୍ଦ ଡାକରାରେ ସାମିଲ ଅଛୁ ଏବଂ ଅନୁଗୁଳ ସାରା এই ବନ୍ଦ ଡାକରାର ସମସ୍ୟା ଭଲ ଅଛି। ଦୋକାନ ବାଡ଼ି ବନ୍ଦ ଅଛି, ବସ୍ ବନ୍ଦ ଅଛି, ମାଇନିଂ ବନ୍ଦ ଅଛି, ବ୍ୟାଙ୍କ ଫ୍ୟାଙ୍କ ବନ୍ଦ ଅଛି। ଏଥିପାଇଁ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ ଯେ এই ବନ୍ଦ ଡାକରାରେ ସମସ୍ତେ ସାମିଲ ଥିବାରୁ ଆମେ ତରଫରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ। ଜୟ କଂଗ୍ରେସ, ଜୟ ଭାରତ। ଆମର କୋଶଳାର 5 ଜଣ ଭାଇ ପରିବେଶ ସୁରକ୍ଷା ପାଇଁ ଆଜକୁ 125 ଦିନ ହେଲା ଜେଲ୍। ଆମେ ଚାହୁଁଛୁ ଆଗକୁ ଆମର ରାମଚଣ୍ଡୀ ଯାତ୍ରା ହେବାକୁ ଯାଉଛି, ତ ତା ପୂର୍ବରୁ ସରକାର ଆମର ଦାବି ଯେ ସେମାନଙ୍କୁ ଜେଲରୁ ମୁକ୍ତି ଦିଅନ୍ତୁ ଓ ଆମକୁ ସହଯୋଗ କରନ୍ତୁ। ଯଦି ଆଗାମୀ ଦିନରେ ପ୍ରଶାସନ ଆମ 5 ଜଣ କୋଶଳାର ଭାଇମାନଙ୍କୁ ଜେଲରୁ ଯଦି ବାହାର ନ କରନ୍ତି, ବର୍ତ୍ତମାନ ଆମେ ତାଙ୍କୁ ଟ୍ରେଲର ଦେଖେଇଲୁ, ଆଗକୁ ସିନେମା ଦେଖେଇଲୁ।